ଶ୍ରୀଲଙ୍କା ବିପକ୍ଷ ସିରିଜରୁ ଗୌତମ ଗମ୍ଭୀର ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ଭାବେ କାର୍ଯ୍ୟ ଆରମ୍ଭ କରିବେ। ଗମ୍ଭୀର ମୁଖ୍ୟ କୋଚ୍ ହୋଇଥିବା ବେଳେ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ଟିମ୍ରେ ବିରାଟ କୋହଲି ରହିଛନ୍ତି। ଗମ୍ଭୀର ବିରାଟଙ୍କ ପୂର୍ବ ତିକ୍ତତା କଥା ସମସ୍ତଙ୍କୁ ଜଣା। ଏପରି ସ୍ଥିତିରେ ଦୁଇ ଜଣ କେମିତି ଟିମ୍ ଇଣ୍ଡିଆକୁ ଆଗକୁ ନେବେ ସେ କଥା ସମସ୍ତଙ୍କ ମନରେ ଉଙ୍କି ମାରିବାରେ ଲାଗିଛି। ରାହୁଲ ଦ୍ରାବିଡ଼ଙ୍କ କାର୍ଯ୍ୟକାଳ ଟି20 ବିଶ୍ୱକପ୍ ସହ ଶେଷ ହୋଇଛି। ଏହାପରେ ଗମ୍ଭୀରଙ୍କୁ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ କରାଯାଇଛି। ଶ୍ରୀଲଙ୍କା ବିପକ୍ଷ ସିରିଜରେ ପ୍ରଥମ ଥର ପାଇଁ ଗମ୍ଭୀରଙ୍କ କୋଚ୍ରେ ବିରାଟ ଖେଳିବାକୁ ଯାଉଛନ୍ତି। କ'ଣ ପୂର୍ବରୁ ଦୁଇ ଜଣଙ୍କ ମଧ୍ୟରେ ଦେଖାଯାଇଥିବା ତିକ୍ତତାର ପ୍ରଭାବ ଟିମ୍ ଇଣ୍ଡିଆ ଉପରେ ପଡ଼ିବ କି? ବିରାଟ କ'ଣ ଗମ୍ଭୀରଙ୍କୁ ଉପଯୁକ୍ତ ସମ୍ମାନ ଦେବେ କି? ଦଳ ଉପରେ ଏହି ପୂର୍ବ ତିକ୍ତତାର ପ୍ରଭାବ ପଡ଼ିବ ନାହିଁ ତ? ଏସବୁ ପ୍ରଶ୍ନକୁ ନେଇ ବିସିସିଆଇ ମଧ୍ୟ ଚିନ୍ତାରେ ରହିଥିଲା। କିନ୍ତୁ ବିସିସିଆଇର ସବୁ ଚିନ୍ତାକୁ ଦୂର କରିଦେଇଛନ୍ତି ବିରାଟ କୋହଲି। ସେ ବିସିସିଆଇକୁ ସ୍ପଷ୍ଟ ଭାବେ କହିଛନ୍ତି ଯେ ପୂର୍ବରୁ ଗମ୍ଭୀରଙ୍କ ସହ ଥିବା ତାଙ୍କର ବିବାଦ ଟିମ୍ ଇଣ୍ଡିଆରେ ସେମାନଙ୍କ ସମ୍ପର୍କକୁ ପ୍ରଭାବିତ କରିବ ନାହିଁ। ଉଭୟ ଗୋଟିଏ ଲକ୍ଷ୍ୟ ନେଇ କାମ କରିବେ। ଟିମ୍ ଇଣ୍ଡିଆର ଫାଇଦା ପାଇଁ କାର୍ଯ୍ୟ ପରିଚାଳିବେ। ଏଥିପାଇଁ ବୋର୍ଡ ଆଦୌ ଭୟଭୀତ ହେବାର କୌଣସି ଆବଶ୍ୟକତା ନଥିବା ବିରାଟ ପୂର୍ବରୁ ବିସିସିଆଇକୁ କହି ସାରିଥିବା ଜଣାପଡ଼ିଛି। ଆଇପିଏଲ୍ର ଏକାଧିକ ମ୍ୟାଚ୍ ବିରାଟ ଓ ଗମ୍ଭୀର ମୁହାଁମୁହିଁ ହେବାର ନଜର ରହିଛି। 2023ରେ ଗମ୍ଭୀର ଲକ୍ଷ୍ନୌ ସୁପର ଜାଏଣ୍ଟ ମେଣ୍ଟରରେ ଥିବାବେଳେ ବିରାଟଙ୍କ ସହ ପଡ଼ିଆରେ ତାଙ୍କର ତିକ୍ତତା ହୋଇଥିଲା। ସ୍ଥିତି ଏପରି ହୋଇଥିଲା ଯେ ଉଭୟ ମୁହାଁମୁହିଁ ସ୍ଥିତିକୁ ଚାଲି ଆସିଥିଲେ। ଏଥିପାଇଁ ଉଭୟଙ୍କ ମ୍ୟାଚ୍କୁ 100% କାଟ୍ କରାଯାଇଥିଲା। ତେବେ 2024 ଆଇପିଏଲ୍ରେ ଗମ୍ଭୀର କେକେଆର୍ଙ୍କ ମେଣ୍ଟର ହୋଇଥିଲେ। ଏହି ସମୟରେ ଉଭୟ ବେଶ୍ ହସ ଖୁସିରେ ପରସ୍ପରକୁ ମ୍ୟାଚ୍ ବେଳେ ଭେଟିବାର ଫଟୋ ଓ ଭିଡ଼ିଓ ସାମ୍ନାକୁ ଆସିଥିଲା।